सकती बहु दूर श्री क्षेत्रटी जीवाकु मो नाही सकती जीवाकु मो नाही सकती नहीं मोर घोड़ा की हाथी नहीं जान सवारी साथी नाही मोर घोड़ा की हाथी नाही जान सवारी साथी कोटोरी मोते लगे रे कोठोरी मते लगेरी नेरे नबी तोहर दर्शन हे जगमोहन हे जगमोहन केते दिन धन तो नाम कीर्तन शुणिबा को कन उठन हे जगमोहन हे जगमोहन तातक जे सने लोडु खाई घन ते मत विकल कोमन जगमोहन हे जगमोहन आकते दिन धन देखे नयन तोकर सुंदर बदन हे जगमोहन हे जगमोहन हे जगमोहन हे जगमोहन ଲକ୍ଷ୍ୟ ରଖନ୍ତୁ ମୋର ସୁଧୀ ଦର୍ଶକ ସମାଜ ତେଣୁ ସ୍ନେହମୟୀ ମା କେତେ ଆଶା ବାପାଙ୍କର ଯେ କେତେ ଆକାଂକ୍ଷା ପୁଅଟା ଆମର ଅନ୍ତିମ କାଳର ଆଶାବାଡି ହବ କିନ୍ତୁ ଆଜ୍ଞା आशा ବାପା ମାଙ୍କର ଆଶା ପ୍ରତ୍ୟେକ ଜାଗାରେ ପୂରଣ ହୁଏନି ନାଇଁ 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 ନା ମା ବାପା ମାଙ୍କର ଆଶା ହିଁ ଆଶାରେ ରହିଯାଏ ରହିଯିବ ପୁଅ ମନରେ ପରିବର୍ତ୍ତନଟା ପରିଲକ୍ଷିତ ହେବ ପରା ପରିବର୍ତ୍ତନ ଯେମିତି ବଡ ହେଇଯିବ କୋଉଦିନ କୋଉ ଦିନ ଆଜ୍ଞା ଯୋଉଦିନ ବିବାହ ସରିଯିବ ଏକଥା ମୁଁ କହୁନି ଆଉ ଗାଦି ଗୋସାଇଁ ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ମାଳିକାରେ କହିଲେ ଦୀର୍ଘ 600 ବର୍ଷ ତଳର ଯୋଉ ମାଳିକା ହଁ ହଁ ଏବେ ଅକ୍ଷରେ ଅକ୍ଷରେ ସତ ପରି ଘଟି ଚାଲିଛି ବାସ୍ କଣ କହିଲେ ଆଜ୍ଞା କହିଲେ ବିବାହ ସରିଲା ଦିନ ବାପା ଇଏ ପିତା ମାତାଙ୍କୁ ସେ ଦେବେ କଷଣ ବଉଳାଲ ସ୍ତ୍ରୀ ମାୟାରେ ପଡ଼ିଲ ବଉଳାଲ ଲା 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 ଯୁଦ୍ଧ କାଳେ ମା ବୁଢୀ ରୋଷେଇ କରିବ ନିଆଁରେ ଚଢ଼ି ବଉଳାଲ ଏ ତ ବାଡ଼ି ଅଗଣାରେ ପଡ଼ି ବଉଳାଲ ଆଖିଲୁ ଧାର ବଳୟ ରୂପରେ ହେବ ମାର ବଉଳାଲ ଆମର ବଉଳାଲ ये अरुआ सागକୁ ଡାଲି ମୁଁ କାନ ହେଲେ ତୁ ଖେୟାଲ ବିଲି ବଉଳାଲ ମୁଁ ଆଇନା ତୁମ ଟିକିଲି ବଉଳାଲ ଡାଲା ଲା 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 ଡାଲା ଲା 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 ଡାଲା ଲା 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 ଆଉଥରେ ଡାଲା ନାନ ସାଙ୍ଗେ ତୋଡ଼କା ଆରେ ନାନ ସାଙ୍ଗେ ତୋଡ଼କା ଲୁକେସି ହେଲେ ମୋର ବଡ଼କା ବଉଳାଲ ବଞ୍ଚି ପାରୁନି ମୁଁ ଏକା ଏକା ବଉଳାଲ ଲା 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 ର ଆଉ ଅଛି ଆଜ୍ଞା କଣ ଅଛି ସେ ବନ୍ଦ କରିଦ ତ ମ୍ୟୁଜିକ୍ ସଇଲା ପରେ ଗୋଟେ ଅଛି ଗୁଆ ଘିଅ ମାଲିକେ ଗୁଆ ଘିଅ ମାଲିକେ ଗୁଆ ଘିଅ ଆଉ ଅଛି ତ ବନ୍ଦ କରିଦ ଖାଲି ଫେଣ୍ଟି ପକଉଛି ରେ ଆଜ୍ଞା ଗାଦି ଗୋସାଇ ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କର ମାଳିକା ବାହ ଜେନାବୁ ଆଜ୍ଞା ମୁଁ ଗାଇଲି ମାଳିକା ମୁଁ ଜାଣିଛି ତମେ ଗାଇବ ନାନ ସାଙ୍ଗେ ତଡକା ସାରେ ତଡକା ଖାଲି ନୁହଁ ଆପଣ ଯୋଉ ସ୍ୱର ପକେଇବେ ସବୁ ଷ୍ଟାଇଲ ମେକଅପ୍ ପକାନ୍ତୁ ଆଜ୍ଞା ହିନ୍ଦୀ କି ଇଂଲିଶ 1 2 चा 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 रूम को झुमाना डीजे 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 घने घने आसला घने घने आसला घने घने आसला घने घने आसला ए मौसा ए मौसा ए मौसा କାଲି ଠୁ ଏସବୁ ଆରମ୍ଭ ହବ ନା ଏବେ ଆଜି ରଣଟୁକୁ ପାଟି କରନି ସବୁ କହିଦେଇକି ବସିଥିବ ଆଉ हो हो ଆଜ୍ଞା ଯା ହଉ
କେତେ କୁନା କୁନା ପିଲାମାନେ ମୋର କୁଆଡ଼େ ଦୂରରେ ଥିଲେ ଆସି ଏଇଠି ବସି ପଡ଼ିଲେ ନାଇଁ ହଁ ହଁ ଆରେ ତମେ ମାନେ ଆମ ଭବିଷ୍ୟତ ତମେ ଏତେ ମୁହଁ ଲୁଚେଇଲେ କେମିତି ହବ ପାଟି କରନି କିଏ ଜେନା ମୁଁ ଗୀତ ଶୁଣିବା ପାଇଁ ପଳେଇ ଆସୁ ହଁ ନାଇଁ ସତ କଥା ନା ହଁ ଆଚ୍ଛା ପିଲାମାନେ ଯେତିକି ପିଲା ଅଛ ଯେତିକି ଜଣ ସମସ୍ତେ ଟିକେ ହାତ ଟେକିଲ ଦେଖିବା ହାତ ଟେକ ହଁ 3 4 7 ସାତଟା ହାତ ସାରେ ଏପଟେ ଦେଖ ଏପଟେ ପିଲାମାନେ ହାତ ଟେକ ହଁ ବାସ୍ ମୋ ନ କହିବା ପର୍ଯ୍ୟନ୍ତ ହାତ ତଳକୁ କେହି ପକେଇବନି ହେଲା ମୁଁ କଣ କହୁଛି ଆগে ଶୁଣ ବହୁତ ସୁନ୍ଦର କଥା କହିବି ଆଚ୍ଛା ପ୍ରତିଦିନ ପିଲାମାନେ ଶୁଣୁଛ ହାତ ଟେକିଛ ଯିଏ ପ୍ରତିଦିନ ସକାଳୁ ଉଠି ଯିଏ ବାପ ମାଙ୍କର ପାଦ ଛୁଇଁକି ପ୍ରଣାମ କରୁଛ କେବଳ ସେଇମାନେ ହାତ ଟେକ ବାକି ତଳକୁ ପକେଇ ଦିଅ ଅର୍ଥ ତମେ କେହି ବି ଜଣେ ବାପା ମାଙ୍କୁ ମୁଣ୍ଡିଆ ମାରୁ ଆରେ ଆମେ ତ ମୁଣ୍ଡିଆ ମାରଲେ କାହିଁ ଟିକେ ଧବା ମୁଁ ବି ମାରୁନି ପକେଇ ଦେ ପିଲାମାନେ ପାଲା ପରା ଶିକ୍ଷଣୀୟ ସାହିତ୍ୟ ପ୍ରତ୍ୟେକ ଜାଗାରେ ପାଲା ଶୁଣିବ ଖାଲି କଣ ଏଇ ଗୁଆ ଘିଅ ଶୁଣିବ ନାଇଁ ଶିଖିବାର ହଁ 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 ଦିଅ ଆହୁରି ହେଲା ଯେତେଟା ଆସିବ ଚାଲିଲା ପାଲା ଶୁଣିବା ପାଇଁ ହଁ ହଁ ମୋ ପିଲାମାନଙ୍କୁ ଯୁବପିଢି ମାନଙ୍କୁ ଆକର୍ଷିତ କରିବାର ଇଏ ଯୋଉ ଜେନା ବାବୁଙ୍କର ପ୍ରୟାସ ଏ ମାଧ୍ୟମରେ ଆମ ପରବର୍ତ୍ତୀ ପିଢି ପାଲା ପାଇଁ ଆକର୍ଷିତ ହେବେ ଦେଖନ୍ତୁ ଆଜ୍ଞା କେବଳ ପାଲା ସୀମିତ ରହୁଥିଲା ମଉସା ମାନେ ଶୁଣୁଥିଲେ ଏବେ ଦେଖନ୍ତୁ ପ୍ରତ୍ୟେକ ପିଲାମାନଙ୍କୁ ଦେଖନ୍ତୁ ଆଜିର ମଞ୍ଚରେ କେତେ ପିଲା କେତେ ଯୁବବନ୍ଧୁ ସେଇଥିପାଇଁ ଆଜ୍ଞା ପାଲାରେ ଏମିତି କାର୍ଯ୍ୟକ୍ରମ ଏଇଥିପାଇଁ ଜେନା ବାବୁଙ୍କର ପରବର୍ତ୍ତୀ ପିଢି କେମିତି ପାଲା ପ୍ରତି ଆକର୍ଷିତ ହୁଅନ୍ତୁ ଆମ ପାଲା କେମିତି ବଞ୍ଚି ରହୁ ଭୀମରଣରେ ମୁଗ୍ଧ ହୋଇ ମର୍ଦ୍ଦରାଜପୁର ସିମେଣ୍ଟ ବେପାରୀ ଭାସ୍କର ବେହେରା 100 ଟଙ୍କା ପୁରସ୍କୃତ କରିଛନ୍ତି ଜୟ ଜଗନ୍ନାଥ ତା ମଧ୍ୟ ଗାୟକ ମହାସଂଘ ରୋଲରେ ମୁଗ୍ଧ ହୋଇ 100 ଟଙ୍କା ପୁରସ୍କୃତ କରିଛନ୍ତି अमाउंट टिके कम कम आसिला मु सेति पई भाबुची ती होची यात्रा ना जमा 2 दिन एजी आउरी 3 दिन अछि 3 दिन खर्च ताका पिला पिली सब करी कि नै बस पैसा केते देबो कोठु सेति पई अमाउंट कम होची ना कम टिके होची हो ठीक अछि पुरस्कार तांकर चलापत नारायण कुसुमित करंतु उत्तरतर उन्नति करंतु शरीर आरोग्य करंतु सर्वे बोलो आनंद एक बार हरि बोलो पकातु आज्ञा जो स्टाइल पके सब मेकअप हो पकातु नहीं मु गाइबी मालिका तमे गाइबो नानो सके तोड़का तमे कोन पुनी कहिलो जो स्वर गीत गाइबी गाइबे तमे सेई स्वर गीत गाइ परिबो स्टाइल मेकअप देखंतु पकातु देखिबा जेना वो चैलेंज पकेली मो सहित कहले मु जो स्वर गीत गाइबी जेना बाबू मेकअप करी सेई स्वर गीत गाइबी वाह तमे जानिचो ना गायक माने मनरु पद गाइ दियंती गाउ न कोठो गाइबो तमर से प्रतिभा अछि मनरु गीत गाइ परिबो आउ कोन मु गाइरी कैसेटरु अच्छा बोलो तम जा बोलियो ठीक अछि कहले सुनिबे गुणी क जन देई करी मन ये जहा जहा न्याय मान हे आलोचना ये दोसा तिले मोर करिबे माजन जमिबा गुण रे क्षमा करिबे आपण हे आलू गोटा देव मा सारू गोटा देव आलू गोटा देव मा सारू गोटा देव अंडा गोटा देव पंडा पुओ देखाइब पंडा पुओ देखाइब पंडा पुओ देखाइब भाई मोर
ଆଉ ମ୍ୟୁଜିକ୍ ବଜାନା ନା ମ୍ୟୁଜିକ୍ ଟା କହୁଛ ନାଇଁ ନାଇଁ ଯା ହଉ ଜେନା ହ୍ୟାଲୋ, ମେକଅପ୍ ହ୍ୟାଲୋ। କରି ଗୀତ ଗାଇବେ ବୋଲି କହିଲେ ଗୀତ ବି ଗାଇଲେ ବରିଷ୍ଠ ପ୍ରତିଭା ଜେନା ମୁଁ ଏଇଥିପାଇଁ ଧନ୍ୟବାଦ ଦଉଛି ଆଜ୍ଞା ଯେ ଯା ହଉ ମେକଅପ୍ କରି ଗୀତ ସିନା ଗାଇଲ ଜେନା ବାବୁ ସାର୍ ସାର୍ ଯୋଉ ଶେଷରେ ଯୋଉ ପଦଟା ଗାଇଲ କଣ ସେ ପଦ ସାର୍ ଏ ଶୁଣନ୍ତୁ ଭାଇ ମୋର ପୁରୀ ପାଲା ଗାଇ ଯାଇଥିଲେ ଭାଉଜ କୁଟୁକା ମାନେ ଟେକି ନେଇ ଗଲେ ପଦ ବଜେଇଲେ ଖାଲି ଆଉ କେତେ ସ୍ୱର ପକେଇଦେବି ହଁ ହଁ ର ନାଇଁ ଏସବୁ ଘଟଣା କୋଉ ଗାଁରେ ସାରେ ହେଇଛି ଏଇ ଭାଇ କନା ଆମ ଗାଁରେ ତମରି ଗାଁରେ କୋଉ ସାହିରେ ତମରି ସାହିରେ ଆମ ସାହିରେ କାହା ଘରେ ତମରି ଘରେ ଆମ ଘରେ ମୁଁ କାହିଁ ଜାଣିପାରୁନି ତୁ ନିଜେ ପୁଅ ପୁରୀ ପାଲା ଗାଇ ଯାଇଥିଲ ହଁ ପାଲା ଗାଇ ଯାଇଥିଲେ 7 ଦିନ ବାଦ ପାଲା 7 ଦିନ ବାଦ ପାଲା ହଁ ଷ୍ଟେସନ ପାଲା ତମ ଭାଉଜ ପାଖରେ ଗୋଟେ ରୋଗ ଥିଲା ହଁ ଇଂଲିଶରେ ଫିଡ୍ସ ରୋଗ ଓଡ଼ିଆରେ ଅପସମାର ହଁ ଅଛି ତ ସେ ନିଆଁକୁ ଦେଖିଲେ ପାଣିକି ଦେଖିଲେ ମାରିବା ଆଜ୍ଞା ମୁଁ ମାରୁଛି ଇଏ ଭାଉଜ ଯାଇଥିଲା ପୋଖରୀ ଭାଉଜ ଯାଇଥିଲେ ପୋଖରୀ ଗାଧେଇ ସାର୍ ସେ ବେମାର ବାହାରି ପଡ଼ିଲା ପୋଖରୀ ଭିତରେ ଭାଉଜ ତ ଲମ୍ବା ହେଇକି ପଡ଼ିଗଲେ ଯଦି ପଡ଼ିଗଲେ ସାଇ ଟୋକା ଗାଧଉଥିଲେ କଲେ ମାନ ଭାଇ ଘର ଭାଉଜ ପଡ଼ିଗଲେ ସାରେ ଧାଇଁ ଆସିଲେ ଟୋକା ଭାଉଜକୁ ଟେକିକି ନେଇଗଲେ ଯଦି ଟେକି ନେଇଗଲେ କୋଉଠି ଜାଣିଛ ମେଡିକାଲ ଓ ମାଇ ରଡ୍ ଓ ମାଇ ଗଡ ସେଟା ଗଡ୍ ମାନ ଭାଇ ଝିଅ ତମେ ଅନ୍ୟ କିଛି ଭାବୁଛ ନାଇଁ ଅନ୍ୟ କିଛି ଭାବିବନି ହେଲା କୁହ। ସେ ଯୁବବନ୍ଧୁ ମାନେ ଭାଉଜକୁ ଟେକିକି ନେଇକି ମେଡିକାଲ ଗଲେ ମେଡିକାଲ ଗଲେ ବଡ ଦର୍ଶନ ଅଛି ଭିତରେ ହଁ ଜାଣିଛି ରେ ଆଜ୍ଞା ମନ ଖରା କର ତେଣୁ କଣ ହେଇଛି ଦୁନିଆରେ ସ୍ନେହମୟୀ ମା ପରି କିଏ ନାହିଁ এই কথা কহনি আজ্ঞা দুনিয়ারে স্ত্রী পরি কেহি নাই ହାକ୍! ସାର୍ ତାର ଯୁକ୍ତିକୁ ମୁଁ ଭଲ ପାଏନି କା ଘର କଥା ମୁଁ କହୁନି ମୋ ଘର କଥା କହୁଛି ମୋ ସ୍ତ୍ରୀ ଯାହା କରିଛି ମୋ ମା କରିନି ଆଚ୍ଛା ତମ ସ୍ତ୍ରୀ ଏମିତି କଣ କରିଛନ୍ତି ଯେ ତମେ ଏତେ ପ୍ରଶଂସା କରୁଛ ଶୁଣନ୍ତୁ ଆଜ୍ଞା ଆମ ଦୁଆରେ ତାଟି କବାଟ ଥିଲା ମୋ ସ୍ତ୍ରୀ ଆସିଲା ଯୋଉ ଦିନ ଆସିଲା ପାଦ ଦେଲା ଘରେ ଆଜ୍ଞା ସବୁ ବଦଳିଲା କଣ ବଦଳିଲା ତାଟି କବାଟ ବଦଳା ହେଇକି କାଠରେ କବାଟ ହେଲା ପଟା ସାରେ ମାଟି କାଠ ଦିଆ ହେଇଥିଲା ଯେମିତି ମୋ ସ୍ତ୍ରୀ ଆସିଲା ହଁ ଏତେ ଲକ୍ଷ୍ମୀମତିଆ ମୋ ସ୍ତ୍ରୀ ଆଜ୍ଞା ମାଟି କାନ୍ଥ ଭାଙ୍ଗି ଇଟାରେ କାନ୍ଥ ହେଇକି ଏବେ ଘର ପକ୍କା ଘର କରିଦେଇଛି ଦେଖ କ୍ୟାମେରା ଲାଗିଛି କ୍ୟାମେରା ଆଗରେ କହନ୍ତୁ। ତମେ ତମ ସ୍ତ୍ରୀର ପ୍ରଶଂସା କଲ ଯାଉ ହେଁ? ଯେ ମୋ ସ୍ତ୍ରୀ ମୋ ଜୀବନରେ ଏତେ ଉନ୍ନତି ଆଣିଛି ହେ ମୋ ସ୍ତ୍ରୀ ଯାହା କରୁଛି ମୋ ମା କରିନି ଏସବୁ ଯଦି କେବେ ବି ତମ ସ୍ତ୍ରୀ ଶୁଣିଦେବେ କି ଦେଖିଦେବେ ହଁ ୟୁଟ୍ୟୁବରେ ହଁ ଦେଖନ୍ତୁ ନାଇଁ କି? କେତେ ଆଗ୍ରହ ହୁଏ ମତେ କହିଯାଉ ହଁ, ହଁ ଆରେ ମୋ ବାଃ। ମୋ ଗିରସ୍ତ କେତେ କଥା ତମେ କହୁଛି ମୋ ସ୍ୱାମୀ ପରିବାର କିଏ ଅଛି? ଆ ଆଜ୍ଞା ନାଇଁ ନାଇଁ ଇନ୍ଦ୍ରାସ ପାଇନି ଭାଇ ପାଇନି ପାଇନି କାହିଁକି କହିବି ନାଇଁ ସ୍ୱ ଅର୍ଜିତ ଅର୍ଥ ରାଶି ସରକାର- ସରକାରଙ୍କର ଅନୁଦାନ କିଛି ନାହିଁ କିଛି ପାଇନି ଆଜ୍ଞା ଶୁଣନ୍ତୁ କଳାକାର ନୁହଁ କଳାକାର କଥା ଶୁଣନ୍ତୁ ଆଜ୍ଞା ଟିକେ କ୍ୟାମେରା ଚାଲୁ କଳାକାର ଆଜ୍ଞା ଆମ ଆଗ ଧାଡ଼ିର ବ୍ଲକରେ ଦେବୁ ଏଣ୍ଟ୍ରିକୁ ଆମେ କାଗଜ ପତ୍ର ଠିକ ଭତ୍ତା ପାଇବେ ଯେ ଘରୁ ନ ବାହାରିଛି ସିଏ ଭତ୍ତା ପାଇବେ ସିଏ କଳାକାର ଭତ୍ତା କଳାକାର ଜୀବନ ବଡ ଦୁଃଖମୟ ବଡ ଦୁର୍ବିସହ ଆଜ୍ଞା ହଁ ମତେ ମୁଁ ଗଲି ଆମ ବ୍ଲକକୁ ଭିଡ଼ିଓ କଲ୍ ତୋର ଭତ୍ତା ପାଇନ ଯେ ନା ପାଇନ ମୁଁ କହିଲି ନାଇଁ ଆଜ୍ଞା ନା ହଉ କରିଦେବା ଆଉ ଥରୁ ଗଲା ସେ କୁହନ୍ତି କାଗଜ ପତ୍ର ଟିକେ ପକେଇବ ମୁଁ କହିଲି ହଉ ଆଜ୍ଞା ଦେଖନ୍ତୁ କେତେ ଦୁଃଖ କେତେ ଯନ୍ତ୍ରଣା ମଧ୍ୟରେ ଜଣେ କଳାକାର ଗତି କରେ ହଁ ହଁ ହଜାର ଦୁଃଖ ଥିଲେ ମଧ୍ୟ ହଁ ସେ ମଞ୍ଚରେ ପହଞ୍ଚିବା ପରେ ସେ ସବୁ ଅନୁଭବ କରିପାରେ ନା ବାସ୍ ବାସ୍ ଶରୀର ଅସୁସ୍ଥ ଅଛି ତ ହଁ ହଁ ମଞ୍ଚରେ ଥିଲା ବେଳେ ଅନୁଭବ କରିପାରେ ନା ଦେହରେ ଯେତେ ତାତି ଥାଉ ଜ୍ୱର ହେଇଥାଉ ହଁ ମଞ୍ଚରୁ ଓହ୍ଲେଇବା ପରେ ସେ ଅନୁଭବ କରେ ଦେହରେ ମୋର ତାତି ଅଛି ଜ୍ୱର ଅଛି ହଁ ବଡ ଦୁଃଖମୟ ଦୁର୍ବିସହ ଜୀବନ କଳାକାର ଅର୍ଥର ଅଭାବରେ ଗତି କରୁଥିଲେ ମଧ୍ୟ ହଁ କେବଳ ସେ ହସି ଥାଏ ଆସିଲାଣି ଆପଣ ମାନଙ୍କ ଯୋଗେ ବା ଆପଣ ମାନ ଦର୍ଶକ ହେଉଛନ୍ତି ଆମ ପାଇଁ ସବୁ କିଛି ସବୁ ଦେବତା ତମେ ଆମେ ଦର୍ଶକ ହେଉଛନ୍ତି ଆମ ଦେବତା ଆହା ଆଜ୍ଞା ସତରେ ଖାଲି ପ୍ରଭୁ ଦର୍ଶକର ଭଲ ପାଇବା ଯୋଗେ ହଁ ହଁ କଳାକାର ବଞ୍ଚିଥାଏ ହେ ପ୍ରଭୁ ଆଜ୍ଞା ଟିକିଏ କରତାଳି ହଁ, ହଁ। ଆଉ ଟିକିଏ ପ୍ରଶଂସା ସାଉଁଟିବା ପାଇଁ ଜଣେ କଳାକାର ଯେ ଆଗକୁ ଆଗେଇ ଯାଏ ହଁ ଆଜ୍ଞା ମା ସ୍ତ୍ରୀ ଅନ୍ତିମ ସମୟ ହଁ, ହଁ। ଅନ୍ତିମ ସମୟରେ ମା ଯେତେବେଳେ ଜଣେ କଳାକାର କଳା ଜଗତରୁ ଅବସର ନିଏ ଶେଷ ସମୟରେ ତାର ପ୍ରତିଟି ମଞ୍ଚର କଥା ମନେ ପଡେ ସେଇ ମଞ୍ଚରେ ମୁଁ ଏତିକି ପ୍ରଶଂସିତ ହେଇଛି ହ୍ୟାଲୋ ସେ ମଞ୍ଚରେ ମୁଁ ଏତେ ସମ୍ବର୍ଦ୍ଧିତ ହେଇଛି ହଁ କେତେ ଦର୍ଶକ ମାନଙ୍କର କରତାଳି କେତେ ଫୁଲ ମାଳ ହଁ
ଏ ସବୁର ମନେ ପଡ଼ିଯାଏ କଥା ଜଣେ କଳାକାରର ଅନ୍ତିମ ସମୟରେ ବାସ୍ ବାସ୍ କାନ୍ଦି ପକାଏ, ମନ ଦୁଃଖରେ ଭାଙ୍ଗି ପଡ଼େ ସିଏ। ହଁ ଦେଖନ୍ତୁ ଆଜ୍ଞା, ହେ ପ୍ରଭୁ ପୂଜ୍ୟସ୍ପଦ ପ୍ରତିଷ୍ଠିତ ପାଲା ଗାୟକ ରତ୍ନ ହଁ ହଁ ଲୋକନାଥ ଲୋକନାଥ କର ମହୋଦୟ ହଁ ହଁ ଗାୟକ ରତ୍ନ ଉପାଧିରେ ଭୂଷିତ ଥିଲେ। ଥିଲେ ପରିଶେଷରେ ଅନ୍ତିମ ଜୀବନରେ କ୍ୟାନ୍ସର ରୋଗରେ ପ୍ରପୀଡ଼ିତ ହୋଇ ହଁ ଇହଲୀଳା ସମ୍ବରଣ କଲେ ହଁ ଖୁବ୍ କମ୍ ବୟସରେ। ହଁ ପରବର୍ତ୍ତୀ ଜଣେ ଯୁବ ଗାୟକ ପ୍ରଭାତ ଯୁବ ପ୍ରତିଭା ହଁ ହଁ ପ୍ରଭାତ କୁମାର ସାହୁ ମହୋଦୟ ହଁ ସେଇ କର୍କଟ ରୋଗରେ ପ୍ରପୀଡ଼ିତ ହେଲେ ଇହଲୀଳା ସମ୍ବରଣ ରତନ କଲେ। ଭାତ ପାଇଥିଲେ ଏଇ ନିକଟରେ ହଁ ହଁ ନୃସିଂହ ଗାୟକ ଯୁବ ସମ୍ରାଟ ହଁ ହଁ ନୃସିଂହ ଚରଣ ହୋତା ପଢିଥିଲେ ତାର ମେଡିକାଲରେ ଶରୀର ଏତେ ଅସୁସ୍ଥ ହେଇ ପଡ଼ିଲା ଯେ ଆ ହା ହା ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ହଁ ହଁ ଚିକିତ୍ସିତ ହେଉଥିଲେ। ବଞ୍ଚିଗଲେ ସିଏ ବଞ୍ଚିଗଲେ କାହିଁକି ଜାଣିଛ ଆରୋଗ୍ୟ ହେଲେ?